ପ୍ରିୟ ଆତ୍ମନ୍, ଓଡ଼ିଶାର ଟାକୁଳି ପାଳରେ ପ୍ରାନ୍ତୀୟ ମୁନି ସମାଜର ଚତୁର୍ଥାଧିବେଶନ ସମାପ୍ତ କରି 6 ମେରେ ମୁନିବର ଶ୍ରୀ ସର୍ଦ୍ଦାର ଶୁଣ୍ଢି ମୁନିଙ୍କ ଘରେ ଟାଟାନଗରସ୍ଥ ମୁନିମାନଙ୍କ ସମ୍ମିଳନୀରେ ଯୋଗ ସାଧନର ଶିକ୍ଷା ଦେଇ ପାଟଣା ବାଟ ଦେଇ ଗୋରଖପୁରକୁ ସଦ୍ଗୁରୁଦେବ ଫେରୁଥିଲେ। ସୋନପୁରଠାରେ ଗାଡ଼ି ଛାଡ଼ିଲା ବେଳକୁ କମ୍ପାର୍ଟମେଣ୍ଟ ଭିତରୁ ଆଉ କିଛି ଲୋକ ଚାଲି ଆସିଲେ, ଯେଉଁମାନଙ୍କ ଭିତରେ ଜଣେ MLA ମଧ୍ୟ ଥିଲେ। ସେ ସେଠାକାର ଗଣମାନ୍ୟ କଂଗ୍ରେସୀମାନଙ୍କ ମଧ୍ୟରୁ ଜଣେ ବୋଲି ଜଣାପଡ଼ୁଥିଲେ। ସେ ସଦ୍ଗୁରୁଦେବଙ୍କ ପିନ୍ଧିଥିବା ଲୁଗାକୁ ଦେଖି ପଚାରିଲେ, ଆପଣଙ୍କ ଆସ୍ଥାନ କେଉଁଠି? ସଦ୍ଗୁରୁଦେବ ଉତ୍ତର ଦେଲେ, ଗୋରଖପୁର। ପୁଣି ସେ ପଚାରିଲେ, ଆପଣ ସନ୍ନ୍ୟାସୀ? ସଦ୍ଗୁରୁଦେବ, ନା। ତେବେ ଆପଣ ଗେରୁଆ ରଙ୍ଗର ଲୁଗା କାହିଁକି ପିନ୍ଧିଛନ୍ତି? ସଦ୍ଗୁରୁଦେବ, ଏହା ଗେରୁଆ ନୁହେଁ, କେଶରୀ ରଙ୍ଗ। ପୁଣି ପ୍ରଶ୍ନ ହେଲା, ଆପଣଙ୍କର ସମ୍ପର୍କ ହିନ୍ଦୁ ମହାସଭା ସହିତ କି? ସଦ୍ଗୁରୁଦେବ, ନା। ତାହେଲେ ଆପଣଙ୍କର କେଉଁ ରାଜନୈତିକ ଦଳ ସହ ସମ୍ପର୍କ ଅଛି? ସଦ୍ଗୁରୁଦେବ, କାହା ସହିତ ନାହିଁ। ମୋର ଉଦ୍ଦେଶ୍ୟ ହେଲା, ଆପଣ କୌଣସି ନା କୌଣସି ମତବାଦର ପ୍ରଚାରକ ହୋଇଥିବେ, ଯାହା ଆପଣ କହୁନାହାନ୍ତି। ସଦ୍ଗୁରୁଦେବ, କହିବି କ'ଣ? ମୁଁ ତ କୌଣସି ମତବାଦୀ ପ୍ରଚାରକ ନୁହେଁ। ତାହେଲେ ଆପଣ ନିଶ୍ଚିତ କୌଣସି ସାମ୍ପ୍ରଦାୟିକ ବା ଧାର୍ମିକ ଦଳ ସହିତ ସମ୍ବନ୍ଧ ରଖିଥିବେ। ସଦ୍ଗୁରୁଦେବ, ନା, ମୁଁ କୌଣସି ସାମ୍ପ୍ରଦାୟିକ ବା ଧାର୍ମିକ ଦଳ ସହିତ ସମ୍ବନ୍ଧ ରଖିନାହିଁ। ତେବେ ଆପଣ କ'ଣ? ସଦ୍ଗୁରୁଦେବ, ମୁଁ ଗୋଟିଏ ସ୍ୱତନ୍ତ୍ର ପ୍ରାଣୀ, ଯାହାର ସମ୍ବନ୍ଧ କୌଣସି ରାଜନୈତିକ ଦଳ ସହ ବା କୌଣସି ଧାର୍ମିକ ଦଳ ସହ ନାହିଁ। କ'ଣ ଆପଣ ଏସବୁ ରାଜନୈତିକ ଦଳ ଓ ଧାର୍ମିକ ଦଳଗୁଡ଼ିକୁ ଭଲ ବୋଲି ଭାବୁନାହାନ୍ତି? କ'ଣ ଏଗୁଡ଼ା ସବୁ ବ୍ୟର୍ଥ? ସଦ୍ଗୁରୁଦେବ, ଅବଶ୍ୟ। କେବଳ ଅଦରକାରୀ ନୁହନ୍ତି, ଏଗୁଡ଼ିକ ଯେପର୍ଯ୍ୟନ୍ତ ପୃଥିବୀରେ ରହିଥିବେ, ପୃଥିବୀକୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦେବେ ନାହିଁ। ଯେପର୍ଯ୍ୟନ୍ତ ଏମାନେ ରହିଥିବେ, ସେ ପର୍ଯ୍ୟନ୍ତ ମନୁଷ୍ୟ ସାମାଜିକ ସ୍ତରରେ ଶାନ୍ତି ଅନୁଭବ କରିପାରିବ ନାହିଁ। ପୃଥିବୀରେ ଆଜି ପର୍ଯ୍ୟନ୍ତ ଯେତେ ଯୁଦ୍ଧ ହୋଇଛି, ଯେତେ ଝଗଡ଼ା ହୋଇଛି, ଯେତେ ମହାସମର ହୋଇଯାଇଛି ଓ ସାମୂହିକ ଭାବରେ ଯେତେ ହଜାର ହଜାର ଓ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଛି, ସବୁଯାକ ମତବାଦୀ ଅଥବା ରାଜନୈତିକ କାରଣ ଯୋଗୁଁ ହୋଇଛି। ଶାନ୍ତି ଲାଭ ନିମନ୍ତେ ଓ ସେହି ଯୁଦ୍ଧାଗ୍ନିକୁ ଶାନ୍ତ କରିବା ନିମନ୍ତେ ତଥା ସେହି ବିପଦ ଓ କଷ୍ଟରୁ ମୁକ୍ତି ପାଇବା ନିମନ୍ତେ ମନୁଷ୍ୟ ସଦାସର୍ବଦା ଚେଷ୍ଟା କରିଆସୁଛି। ଅଥଚ ଏହି ଅଶାନ୍ତି, ମହାସମର ଓ ଯୁଦ୍ଧଗୁଡ଼ିକର ମହାକଷ୍ଟରୁ ଆଜି ପର୍ଯ୍ୟନ୍ତ ବଞ୍ଚି ପାରିନାହିଁ। ପୁଣି ପ୍ରଶ୍ନ କଲେ, କାହିଁକି? ସଦ୍ଗୁରୁଦେବ, କାରଣ ଏହି ଅଶାନ୍ତି ଓ ଝଗଡ଼ାର ମୂଳ କାରଣକୁ ଲୋକେ ଏପର୍ଯ୍ୟନ୍ତ ଚିହ୍ନି ପାରିଲେ ନାହିଁ। ସେଗୁଡ଼ିକର ମୂଳ କାରଣ କ'ଣ? ସଦ୍ଗୁରୁଦେବ, ସେହିମାନେ ଯେଉଁମାନଙ୍କ ବିଷୟରେ ମୁଁ ଆଗରୁ କହିଲି। ଏହି ଗଣ୍ଡଗୋଳର ମୂଳ କାରଣ ସେହି ମତବାଦୀ ଓ ରାଜନୈତିକ ଦଳ। ଯେ ପର୍ଯ୍ୟନ୍ତ ଏ ଦୁହେଁ ପୃଥିବୀରେ ରହିଥିବେ, ପୃଥିବୀର ଯୁଦ୍ଧାଗ୍ନି ଶାନ୍ତ ହେବ ନାହିଁ ଓ ମନୁଷ୍ୟ ଜଗତରେ ଶାନ୍ତିର ସାମ୍ରାଜ୍ୟ ପ୍ରତିଷ୍ଠା ହେବ ନାହିଁ। ଶାନ୍ତି ପାଇଁ ଯତ୍ନ ତ କରାଯାଇଛି, ତାହା କ'ଣ ଯଥେଷ୍ଟ ନୁହେଁ? ସଦ୍ଗୁରୁଦେବ, ଶାନ୍ତି ପାଇଁ ଯେଉଁମାନେ ଯତ୍ନ କରୁଛନ୍ତି, ଯେଉଁମାନେ ଶାନ୍ତି ସଂଘର ସଦସ୍ୟ ଅଛନ୍ତି, ସମସ୍ତେ କୌଣସି ନା କୌଣସି ରାଜନୈତିକ ଦଳର ଓ କୌଣସି ନା କୌଣସି ସାମ୍ପ୍ରଦାୟିକ ଦଳର। ଏମାନେ ସମସ୍ତେ ମିଶି ଶାନ୍ତି ସଂଘକୁ ମଧ୍ୟ ଯୁଦ୍ଧର କ୍ଷେତ୍ର କରିଦେଲେଣି। ଶାନ୍ତି ସଂଘ କ'ଣ? ସଦ୍ଗୁରୁଦେବ, ପ୍ରତ୍ୟେକ ରାଷ୍ଟ୍ରର ଗଣ୍ଡଗୋଳିଆ ପଞ୍ଚାୟତ ଓ ରାଜନୈତିକ କୂଟକୌଶଳରେ ସୈନିକମାନଙ୍କର ଯୁଦ୍ଧକ୍ଷେତ୍ର। ଏମାନେ ଯେତେବେଳେ ବି ଏକାଠି ହେଉଛନ୍ତି, ସେତେବେଳେ ଯୁଦ୍ଧର ନୂତନ ବୀଜ ବୁଣି ଆଗର ମହାସମରକୁ ନିକଟକୁ ଆଣୁଛନ୍ତି। ଶାନ୍ତିର ଆଳରେ ପ୍ରତ୍ୟେକ ରାଷ୍ଟ୍ର ନିଜର ରାଜନୈତିକ ଦଳର ପ୍ରତିଷ୍ଠା ସମଗ୍ର ପୃଥିବୀ ଉପରେ କରିବାକୁ ଚାହୁଁଛନ୍ତି ଏବଂ ରାଜନୀତିର ପ୍ରତିଷ୍ଠା କରି ନିଜ ଦଳର ନେତାଙ୍କୁ ପୃଥିବୀର ଡାଇରେକ୍ଟର କରିବାକୁ ଚାହାନ୍ତି। ସମସ୍ତେ ନିଜ ନିଜର କୂଟକୌଶଳ ପ୍ରୟୋଗ କରୁଛନ୍ତି। ଠିକ୍ ସେହିପରି
ସମସ୍ତ ମତବାଦୀ ନେତା ପୃଥିବୀକୁ ନିଜର କାଳ୍ପନିକ ଭଗବାନ, ନିଜର ମିଥ୍ୟା ମତବାଦୀ ଦେବୀ ଦେବତାଙ୍କ ଏବଂ ନିଜର ମିଥ୍ୟା ପ୍ରଚାରର ଦାସ କରିବାକୁ ଚାହାନ୍ତି। ଏହା ହିଁ ବଡ଼ ବଡ଼ ଝଗଡ଼ା ଓ ଯୁଦ୍ଧର କାରଣ। ସାଧାରଣ ମନୁଷ୍ୟ ହଇରାଣ ହେଲେଣି। ସମସ୍ତ ରାଜନୈତିକ ନେତା ଜନସାଧାରଣଙ୍କୁ ପ୍ରକୃତ ମୁକ୍ତି ଓ ପ୍ରକୃତ ସ୍ୱତନ୍ତ୍ରତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ଆଗକୁ ଆସନ୍ତି, କିନ୍ତୁ ସମସ୍ତେ ଏକ ପ୍ରକାର ନୂତନ ବନ୍ଧନ ପ୍ରଦାନ କରୁଛନ୍ତି। ରାଜନୈତିକ ଓ ମତବାଦୀ ନେତାମାନଙ୍କ ହୃଦୟରେ ମଧ୍ୟ ଶାନ୍ତି ନାହିଁ। ଏହା ବି ସେମାନେ ଜାଣନ୍ତି ଯେ ଆମ୍ଭେମାନେ ଜନସାଧାରଣଙ୍କୁ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିପାରିଲୁ ନାହିଁ। ଯେକୌଣସି ରାଜନୀତି ହେଉ, ରାଜନୀତି ରାଜ କରିବାର ନୀତି ବା ଶାସନ କରିବାର ନୀତି, ଲୋକଙ୍କ ଉପରେ ଅନେକ ପ୍ରକାରର ପ୍ରତିବନ୍ଧ ଲଗାଇ ତାକୁ ସ୍ୱତନ୍ତ୍ର ନୁହେଁ ବନ୍ଧନରେ ବାନ୍ଧିବାର ନୀତି କରୁଛନ୍ତି। କିନ୍ତୁ ସମସ୍ତେ ରାଜନୈତିକ ନେତା ଏହା ହିଁ କହନ୍ତି ଯେ ଆମ୍ଭେ ଯେତେବେଳେ ଅଧିକାର ପାଇବୁ ଲୋକଙ୍କୁ ସୁଖୀ ଓ ସ୍ୱତନ୍ତ୍ର କରିଦେବୁ। କିନ୍ତୁ ସେମାନେ ଯେତେବେଳେ ଅଧିକାର ପାଇଯାଆନ୍ତି ସେତେବେଳେ ଲୋକମାନେ ଅଧିକ ଦୁଃଖୀ ହୋଇଯାଆନ୍ତି ତଥା ତାଙ୍କ ଉପରେ ନୂତନ ପ୍ରତିବନ୍ଧ ଓ ଟ୍ୟାକ୍ସ ଲଗାଯାଏ। ଲୋକଙ୍କୁ ବନ୍ଧନରେ ରଖିବା ପରି କିଛି ନୂତନ ଆଇନ ଗଢ଼ି ଓ କିଛି ନୂତନ ପ୍ରତିବନ୍ଧ ଲଗାଇ ଲୋକଙ୍କ କଷ୍ଟକୁ ଆହୁରି ବଢ଼ାଇ ଦିଆଯାଏ। ମୋର ବିଚାର ଯେ ମତବାଦ ଓ ରାଜନୀତି ପୃଥିବୀରେ ଶାନ୍ତି ସ୍ଥାପନା କରିପାରିବେ ନାହିଁ, କାରଣ ସମସ୍ତ ଗଣ୍ଡଗୋଳ, ବନ୍ଧନ ଓ ଅଶାନ୍ତିର କାରଣ ସେହିମାନେ ହିଁ ଅଟନ୍ତି। ପରିଶେଷରେ ବିନା ଶାସନରେ ଲୋକ ଲଢ଼ି ମରିବେ ନାହିଁ କି? ସଦ୍ଗୁରୁଦେବ, ଶାସକମାନେ ତ ଲଢ଼ାଇ ଦିଅନ୍ତି। ସଂସାରରେ ଯେତିକି ଯୁଦ୍ଧ ହୋଇଛି ସବୁ ଯୁଦ୍ଧର କାରଣ ଶାସକମାନେ। ଶାସକମାନେ ହିଁ ଲୋଭ ଦେଖାଇ ଲୋକଙ୍କୁ ନିଜ ସେନାରେ ଭର୍ତ୍ତି କରନ୍ତି ଓ ନିଜର ପ୍ରତିଷ୍ଠା, ନିଜର ଗର୍ବ, ନିଜର ରାଜ୍ୟ, ନିଜର ଅଧିକାର ଓ ନିଜର ଶାସନକୁ ଦେଶ ମଧ୍ୟରେ ଚଳାଇବା ପାଇଁ ଯୁଦ୍ଧରେ ଲୋକଙ୍କୁ ଛିଡ଼ା କରାଇ ଯୁଦ୍ଧ ଭୂମିରେ ହଣାଇ ଦିଅନ୍ତି। ଯୁଦ୍ଧର ଉଭୟ ପଟେ ଶାସକ, ରାଜା ଓ ରାଜନୈତିକ ଦଳର ନେତାମାନଙ୍କର ସୈନ୍ୟ ରହିଥାନ୍ତି। ବ୍ୟର୍ଥ ପ୍ରଲୋଭନ ଦେଖାଇ ଲୋକଙ୍କୁ ସେନାରେ ପୁରାଇ ଦିଆଯାଏ ଓ ସେମାନଙ୍କୁ ସୈନ୍ୟ ଭାବରେ ଅଣାଇ ତାଙ୍କ ପଛରେ ତୋପ ରଖି ଲଢ଼ିବାକୁ ବାଧ୍ୟ କରାହୁଏ। ଜନତା ଲଢ଼େ ନାହିଁ, ଶାସକମାନେ ଜନତାକୁ ଲଢ଼ିବାକୁ ବାଧ୍ୟ କରିଥାନ୍ତି। କଂଗ୍ରେସୀମାନେ କହୁଥିଲେ ଯେ ହିନ୍ଦୁ ଓ ମୁସଲମାନ ମାନଙ୍କୁ ଇଂରେଜମାନେ ଲଢ଼ାଉଥିଲେ। କେବଳ ଇଂରେଜ ନୁହନ୍ତି, ଶାସନ ଭାର ଯେ କେହି ବି ନିଜ ହାତକୁ ନେଲା ସେ ଲଢ଼ାଏ। ପାକିସ୍ତାନୀ ନେତାମାନେ ଶାସନ ଭାର ହାତକୁ ନେଇ ଇଂରେଜମାନଙ୍କର ମଧ୍ୟ କାନ କାଟିଦେଲେ। ଏଭଳି ଲଢ଼ାଇ ଦେଲେ ଯେ ଅଳ୍ପ ଦିନ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ମଲେ। ସମଗ୍ର ଭାରତରେ ହାହାକାର ଖେଳିଗଲା। ଏବେ ହିଁ ନିର୍ବାଚନ ସମାହାର ସମାପ୍ତ ହୋଇଛି। ଲୋକେ ବହୁତ ଲଢ଼ିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଓ ଅନନ୍ତ ଶକ୍ତି ଏହି ଯୁଦ୍ଧାଗ୍ନିରେ ଜଳାଇ ଦିଆଗଲା। କଂଗ୍ରେସୀମାନେ ଯେଉଁମାନଙ୍କ ହାତରେ ଶାସନ ରହିଛି, ମୁସଲମାନ ମାନଙ୍କୁ ହିନ୍ଦୁ ସଭା ଓ ଜନସଂଘ ବିରୁଦ୍ଧରେ ଠିଆ କରାଇ ଲଢ଼ାଇ ଦେଲେ। ମୁସଲମାନମାନେ ହିନ୍ଦୁମାନଙ୍କର ବିରୋଧୀ ହେଲେ। ତାଙ୍କୁ ଏହା ବୁଝାଇ ଦିଆଗଲା ଯେ ଯଦି ହିନ୍ଦୁ ସଭା ଆଦିର ଲୋକ ଅଧିକାର ପାଇଯିବେ ତେବେ ସମ୍ଭବତଃ ଗୋଟିଏ ବି ମୁସଲମାନ ଭାରତରେ ରହିପାରିବେ ନାହିଁ। ତେଣୁ ମୁସଲମାନମାନେ ଏକମତ ହୋଇ ହିନ୍ଦୁମାନଙ୍କ ବିରୋଧରେ କଂଗ୍ରେସକୁ ଜିତାଇଲେ। କଂଗ୍ରେସ ନେତା ଓ ଶାସକ ଯଦି ମୁସଲମାନ ମାନଙ୍କୁ ହିନ୍ଦୁମାନଙ୍କ ବିରୋଧରେ ଉତ୍ସାହିତ କରନ୍ତେ ନାହିଁ ତେବେ କେବେ ନିର୍ବାଚନରେ ଜିତନ୍ତେ ନାହିଁ। ଶାସକମାନେ ଲଢ଼ାଇ ଦେଇ ନିଜ ଶାସନ ଓ ଅଧିକାର ଚାଲୁ ରଖନ୍ତି। ଆଚ୍ଛା, ଯଦି ଶାସକ ରହିବେ ନାହିଁ ତେବେ ପୁଲିସ ମଧ୍ୟ ରହିବ ନାହିଁ। ତେବେ ଦେଶରେ ଚୋରି ଓ ଡକାୟତିର ସାମ୍ରାଜ୍ୟ ବ୍ୟାପିଯିବ ନାହିଁ କି? ସଦ୍ଗୁରୁଦେବ, ନା, ଦେଶରେ ଚୋରି ଓ ଡକାୟତିର ସାମ୍ରାଜ୍ୟ ଶାସକମାନଙ୍କ ଯୋଗୁଁ ବ୍ୟାପିଥାଏ। ପୁଲିସର ସଂଖ୍ୟା ଯେତିକି ବଢ଼ୁଛି ଚୋରି ଓ ଡକାୟତି ସେତିକି ବଢ଼ୁଛି। ଚୋର ଓ ଡାକୁ ନ ରହିଲେ ଏତେ ଗୁଡ଼ାଏ ପୁଲିସଙ୍କର ଉପରେ ଆମଦାନୀ ହେବ କେଉଁଠି? ପୁଲିସର ଠାଣି ଫୁଟାଣି ଓ ଖର୍ଚ୍ଚ ଚାଲିବ ନାହିଁ। ପାଇହାନଙ୍କ ଭାରତ ଆକ୍ରମଣ ସମୟରେ ଭାରତରେ ପୁଲିସ ନଥିଲେ। ସେତେବେଳେ ଚୋରି ମଧ୍ୟ ହେଉନଥିଲା। ପାଇହାନ କୁହନ୍ତି ଯେ ସେ ସମୟରେ ନିଜ ଘରେ କେହି ଚାବି ବି ପକାଉନଥିଲେ।
ସଂସାରରେ କେହି ବିନା ଶାସକରେ ରହିପାରେ କି? ସଦ୍ଗୁରୁଦେବ। ସଂସାରରେ ଅନେକ ପ୍ରାଣୀଙ୍କ ମଧ୍ୟରେ କେବଳ ମନୁଷ୍ୟ ହିଁ ଏମିତି ପ୍ରାଣୀ ଯେଉଁମାନଙ୍କ ମଧ୍ୟରେ ଶାସକ ଅଛନ୍ତି ଏବଂ ସେହି ମନୁଷ୍ୟ ଏମିତି ଯେ ସମସ୍ତଙ୍କ ଠାରୁ ଅଧିକ ଲଢ଼ାଇ କରି ମରେ। ମନୁଷ୍ୟକୁ ଛାଡ଼ି ସଂସାରରେ ସବୁ ପ୍ରାଣୀ ଶାସକ ବିହୀନ, କିନ୍ତୁ କେହି ନିଜ ମଧ୍ୟରେ ଲଢ଼ି ମରୁନାହିଁ। ଯଦି ଲଢ଼ୁଛି ତେବେ ମନୁଷ୍ୟ ଠାରୁ ଅତି କମ୍। ଯଦି ସଂସାରରେ ସବୁ ପ୍ରାଣୀ ବିନା ଶାସକରେ ରହିପାରନ୍ତି ତେବେ ମନୁଷ୍ୟ ରହିପାରିବ ନାହିଁ କାହିଁକି? ଅବଶ୍ୟ ରହିପାରିବ। ଯଦି ରୋଗୀ ସଂସାରରେ ରହିବେ ନାହିଁ ତେବେ ଡାକ୍ତରମାନଙ୍କୁ କିଏ ପଚାରିବ? ଯେପରି ଡାକ୍ତରମାନେ ରୋଗୀ ବଢ଼ାଇବାକୁ ଚାହାନ୍ତି, ସେହିପରି ଶାସକଗଣ ଦେଶ ମଧ୍ୟରେ ବା ବାହାରେ ଗଣ୍ଡଗୋଳ ଚାହାନ୍ତି। ପାକିସ୍ତାନର ନେତାମାନେ ନିଜ ନେତାଗିରିର ପ୍ରତିଷ୍ଠା ପାଇଁ କାଶ୍ମୀରର ଯୁଦ୍ଧ ଚାଲୁ ରଖିଛନ୍ତି। ହିନ୍ଦୁ ମୁସଲମାନ ଝଗଡ଼ା ହୋଇନଥିଲେ ଜିନ୍ନାଙ୍କୁ ମୁସଲମାନମାନଙ୍କର ନେତା ହେବାର ଓ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ହେବାର ଅବସର ମିଳିନଥାନ୍ତା। ଇଂରେଜ ଶାସନ ସମୟରେ ଇଂରେଜ ସରକାର ଓ ଭାରତୀୟମାନଙ୍କ ମଧ୍ୟରେ ମତଭେଦ ହୋଇନଥିଲେ କଂଗ୍ରେସର ଲୋକଙ୍କୁ ନେତା ହେବାର ଅବସର ମଧ୍ୟ ମିଳିନଥାନ୍ତା। ଇଂରେଜମାନେ ମଧ୍ୟ ଯେପର୍ଯ୍ୟନ୍ତ ଶାସନ କଲେ, ଲଢ଼ାଇଲେ। ଯେତେବେଳେ ଦୁଇଜଣ ଲଢ଼ନ୍ତି ସେତେବେଳେ ଜଣେ ରାଜନୈତିକ ନେତାକୁ ପଞ୍ଚାୟତ କରିବା ଓ ନ୍ୟାୟ କରିବା ବାହାନାରେ ପୂଜ୍ୟ ନେତା ହେବାର ଅବସର ମିଳେ। ଲଢ଼ାଇ କରି ହିଁ ଶାସକଗଣ ଜନତା ଆଗରେ ନିଜ ନିଜର ପୁଲିସର ତଥା ସେନାର ଉପଯୋଗିତା ସିଦ୍ଧ କରନ୍ତି ଓ ଜନତା ଉପରେ ଅନେକ ପ୍ରକାରର ଟ୍ୟାକ୍ସ ବସାଇ ମଧ୍ୟ ନିଜକୁ ଜନତାର ହିତାକ୍ଷୀ ହେବାର ଛଳନା କରନ୍ତି। କିନ୍ତୁ ଜନତା ନିଜର ଆଖି ଖୋଲି ଦେଖୁ ଯେ ସଂସାରରେ ମନୁଷ୍ୟକୁ ଛାଡ଼ି ଅନ୍ୟ ପ୍ରାଣୀଙ୍କ ମଧ୍ୟରେ ଯେପରି କୁଆ ଇତ୍ୟାଦିଙ୍କ ଶାସକ ନାହାନ୍ତି, ତ ଲଢ଼ାଇ ମଧ୍ୟ ନାହିଁ। ଫୁଡ୍ ମିନିଷ୍ଟର ନାହିଁ, ତ ଖାଦ୍ୟ ବିନା କେହି ତାଙ୍କର ମରିନାହିଁ। ଆଇନ କଚେରୀ ଓ ନ୍ୟାୟାଧୀଶ ନାହାନ୍ତି, ତ ସେଠାରେ କେହି ବେଇମାନ, ଲାଞ୍ଚୁଆ, ଖାଲିଖିଆ ଓ ମକଦ୍ଦମା ଖୋର ମଧ୍ୟ କେହି ନାହାନ୍ତି। ଠିକ୍ ସେହିପରି କୁଆମାନଙ୍କ ମଧ୍ୟରେ ଡାକ୍ତର ଓ ଡାକ୍ତରଖାନା ନାହିଁ, ତ କେହି ରୋଗୀ ନାହାନ୍ତି। ଜଣେ ରାଜା, ଜଣେ ମିନିଷ୍ଟର ବା ଡାଇରେକ୍ଟର ନିଜର ପ୍ରଜାମାନଙ୍କୁ ନେଇ ଅନ୍ୟ ରାଜ୍ୟର ରାଜା ଉପରେ, ଅନ୍ୟ ଡାଇରେକ୍ଟର, ମିନିଷ୍ଟର ବା ରାଷ୍ଟ୍ର ଉପରେ ଆକ୍ରମଣ କରେ, ତେବେ ସେ ମଧ୍ୟ ନିଜ ପ୍ରଜାମାନଙ୍କୁ ସୈନ୍ୟ କରି ନିଜ ରାଜ୍ୟ ବଞ୍ଚାଇବାକୁ ଯୁଦ୍ଧ କରେ। ପ୍ରଜାମାନଙ୍କ ପାଇଁ ଯୁଦ୍ଧ କରେ ନାହିଁ। ରାଜାମାନଙ୍କ କାରଣରୁ, ଏହି ରାଜନୈତିକ ନେତାମାନଙ୍କ କାରଣରୁ ହିଁ ଯୁଦ୍ଧ ହୁଏ। ଆଉ ନେତାମାନେ ଯଦି ରୁହନ୍ତି ତେବେ ଆଗକୁ ମଧ୍ୟ ସର୍ବଦା ଯୁଦ୍ଧ ହେଉଥିବ। କଚେରୀ ଆଇନ, ମକଦ୍ଦମା, ଯୁଦ୍ଧ, ମହାସମର, ବିବାଦ, ହତ୍ୟା, ଜେଲ, ପଣ୍ଡିତ, ପଣ୍ଡା ଓ ପୂଜାରୀ ସମସ୍ତେ ରାଜା, ଶାସନ, ରାଜନୈତିକ ନେତା, ମତବାଦ ଓ ମତବାଦୀ ନେତାଙ୍କ ଯୋଗୁଁ ହୋଇଛନ୍ତି। ସଂସାରରୁ ଯେଉଁଦିନ ଏମାନେ ଲୋପ ପାଇଯିବେ, ସେହି ଦିନଠାରୁ ଏସବୁ ମଧ୍ୟ ଲୋପ ପାଇଯିବ ଓ ମନୁଷ୍ୟ ପକ୍ଷୀମାନଙ୍କ ପରି ସ୍ୱତନ୍ତ୍ର ଓ ସୁଖୀ ହୋଇ ବିତରଣ କରିବେ। ଯେବେ ଚାହିଁବେ ଏହାର ପରୀକ୍ଷା ମଧ୍ୟ କରିପାରନ୍ତି। ପୁଣି ପ୍ରଶ୍ନ କଲେ, ମାନି ନିଅନ୍ତୁ ଯେ ସଂସାରରେ ସବୁ ଲୋକ ମୁନି ହୋଇଗଲେ ଓ ସମଗ୍ର ସଂସାରରେ ମୁନି ସମାଜର ସ୍ଥାପନ ହୋଇଗଲା, ତେବେ ଆପଣ କ'ଣ ସେହି ସମୟରୁ, ସେହି କ୍ଷଣିରୁ ପୁଲିସ, ଜେଲ ଓ ନ୍ୟାୟାଳୟକୁ ଭାଙ୍ଗିଦେବେ? ସଦ୍ଗୁରୁଦେବ। ନା, ଯେଉଁ ଗାଡ଼ି ଦ୍ରୁତ ଗତିରେ ଯାଉଛି ଷ୍ଟେସନରେ ଏକାଥରକେ ଅଟକି ଯାଇକି କେବେ ନୁହେଁ। କେହି ବି ଅଟକିଲେ ଧୀରେ ଧୀରେ ଅଟକେ। ଏଣୁ ଏକାଥରକେ ନୁହେଁ, ଧୀରେ ଧୀରେ ବନ୍ଦ କରାଯିବ। କିନ୍ତୁ ଏହାର ଅର୍ଥ ଏଇଆ ମଧ୍ୟ ନୁହେଁ ଯେ 20-25 ବର୍ଷ ଲାଗିଯିବ। ଏଇଥିପାଇଁ 2-3 ବର୍ଷ ଯଥେଷ୍ଟ। କଂଗ୍ରେସ ଭଦ୍ରବ୍ୟକ୍ତି କହିଲେ, ମୁନି ସମାଜ ଖାଲି କାହିଁକି, କଂଗ୍ରେସ ମଧ୍ୟ ଏଇଆ କହୁଛି ଯେ ପରିଶେଷରେ ଆମ୍ଭେ ସମସ୍ତଙ୍କୁ ପୂର୍ଣ୍ଣ ସ୍ୱତନ୍ତ୍ର କରିଦେବୁ। ସଦ୍ଗୁରୁଦେବ। କିନ୍ତୁ ଏଥିର ସୂଚନା ମିଳୁନାହିଁ। ପୁଲିସ, ଟ୍ୟାକ୍ସ, ସେନା, ଜେଲ, କଚେରୀ ଓ କଣ୍ଟ୍ରୋଲ ଦିନକୁ ଦିନ ବଢ଼ିବାକୁ ଲାଗିଛି। ଏତେ ଦିନ ହୋଇଗଲା, ବଢ଼ିବା ଛଡ଼ା କମି ନାହିଁ।
ଯେଉଁମାନଙ୍କୁ ଶାସନ ଦ୍ୱାରା ନିଜ ନାମ, ପ୍ରତିଷ୍ଠା, ଅଧିକାର ଓ ଧନ ବଢ଼ାଇବାର ନିଶା ଲାଗିଗଲାଣି ଏବଂ ଦିନକୁ ଦିନ ନିଜର ଧନ, ଅଧିକାର, ନାମ ଓ ପ୍ରତିଷ୍ଠା ଲୋକଙ୍କୁ ନିଜ ଶାସନରେ ରଖି ବଢ଼ାଇଛି, ସେ ଜନତାକୁ ପୁଣ୍ୟ କ'ଣ ଅଳ୍ପ ମଧ୍ୟ ସ୍ୱତନ୍ତ୍ର ହେବାକୁ ଦେବେ ନାହିଁ। ଯେପର୍ଯ୍ୟନ୍ତ ହୋଇପାରେ ସେମାନେ ଜନତାକୁ ବନ୍ଧନରେ ରଖି ଚାଲିଥିବେ। କଂଗ୍ରେସୀ ଭଦ୍ର ବ୍ୟକ୍ତି ପୁଣି ପ୍ରଶ୍ନ କଲେ, ପ୍ରଜାତନ୍ତ୍ର ପ୍ରଣାଳୀ ମଧ୍ୟ ଠିକ୍ ନୁହେଁ କି? ଏହି ପ୍ରଶ୍ନ ଶୁଣି ମୁନି ସମାଜର ଜଣେ ସଦସ୍ୟ ମଧ୍ୟ ସଦ୍ଗୁରୁଦେବଙ୍କୁ ପଚାରିଲେ ଯେ ଆମ୍ଭେ ମାନୁଛୁ ଯେ ପ୍ରତ୍ୟେକ ରାଜନୀତି ବା ପ୍ରତ୍ୟେକ ଶାସନ ପ୍ରଣାଳୀ ଅଥବା ପ୍ରତ୍ୟେକ ମତବାଦୀ ବ୍ୟବସ୍ଥା ବୃଥା ଓ ଦୁଃଖଦାୟକ, କିନ୍ତୁ ରାଜତନ୍ତ୍ର ଅପେକ୍ଷା ଏହି ଲୋକତନ୍ତ୍ର ବା ପ୍ରଜାତନ୍ତ୍ର ଯେମିତି ଏବେ ଭାରତବର୍ଷରେ ଚାଲିଛି ଭଲ ନୁହେଁ କି? ସଦ୍ଗୁରୁଦେବ: ନା, ମୁଁ ତ ମାନେ ଯେ ଯଦି ଶାସକ ଦରକାର ତେବେ ଉତ୍ତମ ରାଜ୍ୟର ରାଜତନ୍ତ୍ର ହଉ। ତାହା ଗୋଟିଏ ଉତ୍ତମ ଲୋକତନ୍ତ୍ର ବା ପ୍ରଜାତନ୍ତ୍ରରୁ ବହୁତ ଉତ୍ତମ ହେବ। ଯେଉଁ ଲୋକତନ୍ତ୍ରରେ ଦୁଃଖ ଓ କଷ୍ଟ ହୁଏ ସେହି ଲୋକତନ୍ତ୍ର ଦୁଃଖଦାୟକ ହୋଇଥାଏ। ଲୋକତନ୍ତ୍ରରେ ଯେତିକି ଧନ ବ୍ୟୟ ହୁଏ ଓ ଯେତେ ସମୟ ଖର୍ଚ୍ଚ ହୁଏ ସେତିକି କାମ ହୁଏ ନାହିଁ। ଯାହା ବି ହୁଏ ନିମ୍ନ କୋଟିର। ଯେଉଁମାନେ ବି ଏ ଭିଡ଼ିଓ ଦେଖୁଛନ୍ତି ମୁଁ ସମସ୍ତଙ୍କୁ କହିବା ପାଇଁ ଚାହୁଁଛି, ସେତେବେଳେ ଆମ ଦେଶର ପରିସ୍ଥିତିକୁ ଆଖି ଆଗରେ ରଖି ସଦ୍ଗୁରୁଦେବ ଉତ୍ତର ରଖୁଥିଲେ ବା ରଖିଛନ୍ତି। ସଦ୍ଗୁରୁଦେବ କହୁଛନ୍ତି, ତାହାର ଅନୁଭବ ମୁଁ ଏଇଠୁ ହିଁ ଦେଉଛି। ଗତ ନିର୍ବାଚନରେ ସରକାରଙ୍କର ପ୍ରାୟ 10 କୋଟି ଟଙ୍କା ଖର୍ଚ୍ଚ ହେଲା। ଯଦି ମତପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ଯୋଡ଼ାଯାଏ ତେବେ କେତେ କୋଟିରେ ଯାଇ ପହଞ୍ଚିବ? ଏହା ତ ନିର୍ବାଚନର ଖର୍ଚ୍ଚ ଗଲା। କେନ୍ଦ୍ରୀୟ ତଥା ରାଜ୍ୟମାନଙ୍କର ଲୋକସଭା ଓ ବିଧାନସଭା ଗୁଡ଼ିକର ସଦସ୍ୟ ସଂଖ୍ୟା ପ୍ରାୟ 500 ହୋଇଛି। ସେମାନଙ୍କର ବେତନ, ଭତ୍ତା, ନିବାସ, ଯାତ୍ରା ଆଦିର ବ୍ୟୟର ଅନୁମାନ କରିବା ସହଜ ନୁହେଁ। ସେଦିନ ଉତ୍ତରପ୍ରଦେଶର ବିଧାନସଭାରେ କହି ଦିଆଗଲା ଯେ 1 ଘଣ୍ଟାରେ ହାରାହାରି ଖର୍ଚ୍ଚ 900 ଟଙ୍କା ହୋଇଛି। କେନ୍ଦ୍ରର ଏହି ଖର୍ଚ୍ଚ 2-3 ହଜାରରୁ 600 ଟଙ୍କା ବୋଲି କୁହାଯାଇଛି। ପୁଣି ମନ୍ତ୍ରୀମାନଙ୍କର ଓ ସେମାନଙ୍କର ବିଭାଗ ଗୁଡ଼ିକର ଖର୍ଚ୍ଚ ଅଲଗା ଅଛି। ରାଜ୍ୟମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଭାଷାଭିତ୍ତିକ ରାଜ୍ୟ ଗଢ଼ିବା ଦାବି ନିରନ୍ତର ହେବାକୁ ଲାଗିଛି। ଏତେ ଗୁଡ଼ାଏ ଖର୍ଚ୍ଚ କରି ମିଳୁଛି କ'ଣ? କିଛି ନୁହେଁ। ଯାହା ସରକାର ଚାହୁଁଛି ତାହା ହେଉଛି। ଯୁକ୍ତି ତର୍କରେ ବୃଥା ସମୟ ନଷ୍ଟ କରାଯାଉଛି।